ମାଗଣାରେ ମିଳିବ ଚଷମା। ବଲାଙ୍ଗୀର ସହରସ୍ଥିତ ସୁପ୍ରିମ ଟ୍ୟାକ୍ସ ଜେନେରାଲ ହସ୍ପିଟାଲ ଓ ନେତ୍ର ନିକେତନଠାରେ ଆଜି ସୁପ୍ରିମ ଟ୍ୟାକ୍ସ ଅଧ୍ୟକ୍ଷ ଅଜିତ ପାଲଙ୍କ ଉଦ୍ୟମ କ୍ରମେ ଚକ୍ଷୁ ସ୍ୱାସ୍ଥ୍ୟ ସମସ୍ୟା ଓ ନିରାକରଣ ପାଇଁ ଏକ ମହା ସ୍ୱାସ୍ଥ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। 300ରୁ ଅଧିକ ଆଶାକର୍ମୀ, ଏସଏଚଜି ମହିଳା କର୍ମୀ ଓ ଅଙ୍ଗନବାଡି କର୍ମୀ ଏଥିରେ ଅଂଶଗ୍ରହଣ କରିଥିଲେ। ଅଧ୍ୟକ୍ଷ ଅଜିତ ପାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ବଲାଙ୍ଗୀର ଜିଲ୍ଲାରେ ଲାଗି ରହିଥିବା ଚାଲସିଆ ଚକ୍ଷୁ ରୋଗ ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଥିବାରୁ ଉଦ୍ବେଗ ପ୍ରକାଶ କରିଥିଲେ। ପ୍ରତ୍ୟେକ ବର୍ଷ ହଜାର ହଜାର ଚକ୍ଷୁ ଅସ୍ତ୍ରୋପଚାର ମାଗଣାରେ କରାଯାଉଥିବା ପରିପ୍ରେକ୍ଷୀରେ ଚଷମା ସମସ୍ୟାକୁ ଦୃଷ୍ଟିରେ ରଖି ଉପଯୁକ୍ତ ରୋଗୀକୁ ମାଗଣାରେ ଚଷମା ଦିଆଯିବା ପାଇଁ ଘୋଷଣା କରିଥିଲେ। ଶ୍ରୀ ପାଲ ଆଗାମୀ 3 ବର୍ଷ ପାଇଁ 10 ଲକ୍ଷ ଚଷମା ବଲାଙ୍ଗୀର ସମେତ ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କୁ ବିତରଣ କରିବା କାର୍ଯ୍ୟକ୍ରମକୁ ପ୍ରକାଶ କରିଥିଲେ। ବଲାଙ୍ଗୀର ବିକାଶ ସ୍ରୋତ ମୁଖ୍ୟତଃ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଶା କର୍ମୀ, ଏସଏଚଜି କର୍ମୀ ଓ ଅଙ୍ଗନବାଡି କର୍ମୀମାନଙ୍କ ତୃଣମୂଳ ପ୍ରଚେଷ୍ଟା ଓ କାର୍ଯ୍ୟକୁ ପ୍ରଶଂସା କରି ଶ୍ରୀ ପାଲ ଆଗାମୀ ଦିନରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଦେଇଥିବା ଆହ୍ୱାନକୁ ଅଂଶଗ୍ରହଣକାରୀମାନେ ସହମତି ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ 50,000 ଚଷମା ଶ୍ରୀ ପାଲଙ୍କ ଉଦ୍ୟମ କ୍ରମେ ସୁଦୂର ଆମେରିକାରୁ ଅଣାଯାଇ ପାରିଥିବାରୁ ଶ୍ରୀ ପାଲଙ୍କ ସମୟ ଉପଯୋଗୀ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ। ସୁପ୍ରିମ ଟ୍ୟାକ୍ସ ଉପଦେଷ୍ଟା ଡାକ୍ତର ସିଦ୍ଧେଶ୍ୱର ମିଶ୍ର ସଭାପତିତ୍ୱ କରିଥିବା ବେଳେ ପରିଚାଳକ ସତ୍ୟସୁନ୍ଦର ଦୀପ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସୁପ୍ରିମ ଟ୍ୟାକ୍ସ ଜେନେରାଲ ହସ୍ପିଟାଲ ନେତ୍ର ନିକେତନ ପୁଣି ସୁପ୍ରିମ ଟ୍ୟାକ୍ସ କଲେଜ ଅଫ୍ ନର୍ସିଂର ଚେୟାରମ୍ୟାନ୍। ମୁଁ ବଲାଙ୍ଗୀର ପିଲା, ଯଦିଓ ଦିଲ୍ଲୀରେ ରୁହେ, ବଲାଙ୍ଗୀରରେ ମୋର ହୃଦୟ, ମୋର ମନ। ତେବେ ଏ ଦିନମାନଙ୍କରେ 18 ବର୍ଷ ହେବ ଆମେ ବଲାଙ୍ଗୀରରେ ସ୍ୱାସ୍ଥ୍ୟ ସେବା ଦେଇ ଆସୁଛୁ। ତା ସହିତ ସମାଜ ସେବାରେ ରହି ବିକାଶରେ ଯେପରି ବଲାଙ୍ଗୀର ଅଗ୍ରଗତି କରିବ ସେଥିପାଇଁ ଚେଷ୍ଟା କରୁଛୁ। ତେବେ ଆଜି ଆମେ ଆଶା, ଏସଏଚଜି ଆଉ ଅଙ୍ଗନବାଡ଼ି ୱାର୍କର୍ସ ଲିଡର୍ସମାନଙ୍କୁ ଡାକିଥିଲୁ। ଆଉ ଆମର ଯୋଜନା ଏଇଟା ଅଛି ଯେ ଆଗାମୀ ଦିନମାନଙ୍କରେ ଆଜିଠୁ ନେଇକି ଆମେ ବଲାଙ୍ଗୀର ଅଞ୍ଚଳରେ ପ୍ରାୟତଃ 10 ଲକ୍ଷ ଲୋକଙ୍କୁ ରିଡ଼ିଂ ଗ୍ଲାसेस, ପାୱାର ଗ୍ଲାसेस ଆଉ ସନ୍ ଗ୍ଲାसेस ଯୋଗାଇ ଦେବୁ। ଆମେ ଜାଣିଛୁ ଯେ ପ୍ରେସ୍ ବାୟୋପିଆ ଯେଉଁଟା ଚାଲସିଆ ବୋଲି କୁହାଯାଏ ତାହା 90% ଲୋକଙ୍କ ପାଖରେ ଅଛି 35 ବର୍ଷରୁ 65 ବର୍ଷ ମଧ୍ୟରେ। ଆଉ ସେଥିରେ ଯେଉଁମାନେ ରୋଜଗାର କରୁଛନ୍, ଯେମାନେ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛନ୍, ଟେଲର ହେଲେ ଛୋଟ ଛୋଟ ସ୍ମଲ୍ ସ୍କେଲ୍ରେ ଯେମାନେ ଅଛନ୍ ସେମାନଙ୍କର ସେଥିରେ ଅସୁବିଧା ହେସି, ମୁଣ୍ଡ ଦୁଖାବା, ଥକିଯିବେ, ତାପରେ ସେମାନେ କାମ ନାଇଁ କରିପାରନ୍, ଅନ୍ଧାରରୁ ଆଲୁଅକେ ଆସିଲେ ଅସୁବିଧା ହେସି, ଜ୍ୱର ହେସି, ବିଭିନ୍ନ ପ୍ରକାର ଅସୁବିଧା ହେସି। আর ସେଥିর সাথে লোক মানে রহুছন আর সেটাকে আমি প্রতিকার করবার লাগি আর ସେଥିর স্বাস্থ্য সেবা দেবার লাগি আমি এই যোজনাটা আরম্ভ করেছু। রেস্টোরিং ভিজন ইউএসএ সাথে আমার পার্টনরশিপ আছে। আমার কন্টেনর আমেরিকারু আসছে আর সে আজি সে ডিস্ট্রিବ୍ୟୁସନ୍ର ଆରମ୍ଭ ହେଲା। ଆଉ ଆମେ ସେ ଚଷମା ଗୁଡ଼ା ସ୍କ୍ରିନିଂ କରିକିରି ଲୋକମାନଙ୍କୁ ଦେଉଛୁ। ଆଉ ସେଥିରେ 35ରୁ 65 ବର୍ଷ ଯେତେ ଲୋକ ଅଛନ୍ ସେମାନେ ଉପକୃତ ହେବେ। ଆଗାମୀ 3 ବର୍ଷରେ ଆମର ଟାର୍ଗେଟ୍ ଅଛି ବଲାଙ୍ଗୀର ଅଞ୍ଚଳରେ ପୁରା ଏଣ୍ଟାର ବଲାଙ୍ଗୀରରେ 10 ଲକ୍ଷ ଲୋକଙ୍କୁ ଏହି ସୁବିଧା ଦେବାର ଲାଗି। আর তার সাথে সাথে যেମାନେ ছোট পেটি বিজনেসরে অছন সেমানে যদি কাহার অসুবিধা আছে বলে বিভিন্ন প্রকার ব্যবসায় করবার লাগি বি আমি আর্থিক সহায়তা দেবার লাগি বি আমি যোজনা করিছু। আর সেটা গোটে স্ক্রুটনি হেবা আর তদনুযায়ী যেମାନେ প্রকৃতরে প্রাপ্য সেমানকু দিয়াଯିବା। আশা, অঙ্গনবাড়ি আর এসএচজি মানকর সাথে এথিলাগি অছু যেহেতু সেমানে হচ্ছন বিকাশর গোটে ধারা আর সেমানে হচ্ছন স্পোক ফর द डेवलपमेंट হুইল। ଆଉ ସେ ଡେଭଲପମେଣ୍ଟ ହୁଇଲ୍ରେ ସ୍ପୋକ୍ ମାନଙ୍କର ସହିତ ଆମେ ଏକ୍ସେଲ୍ ହିସାବରେ ଯୋଡ଼ି ହେଉଛୁ ଯେନ୍ତାକି ଆମର ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ସାଙ୍ଗେ ସାଙ୍ଗେ ଶିକ୍ଷା ସେବା ବି ହେବା আর উন্নতি भी हेबा, विकास भी हेबा। और विशेष करी मुझे ये परिप्रेक्षी कथाटे कहमी जे आमर जेन दादन खटी जाऊन ये सबू जिनिस के आम केन्ता करी बंद करमा। खाली दादन जे एससी एसटी ओबीसी गाँव लोक मैंने जाऊन इटा नहीं से पढ़ा लिखा पुआ झील मैंने भी छाड़ी घर जिते बेले पलि जाऊन दिल्ली, बेंगलोर, बम्बे रे रोचन, माँ बापा मैंने इने एकुटिया रोचन और तांगर परिवार रे दुखरे से माने रोचन किंतु मन मारिक रोचन। ये जिनिस के बंद करबार लगी बलांगीर अंचल रे आमर स्वप्न अच्छे, योजना अच्छे, स्वास्थ्य सेवा, शिक्षा सेवा तार संगे संगे आर्थिक सहायता देकर लोक मान को केन्ता करी आमे सुविधा देमा। बलांगीर अंजु पृष्टिंग रिपोर्ट, विश्व विजयी न्यूज ओडिशा।